ହାଇ ସାଙ୍ଗମାନେ ଗୋଟେ କାହାଣୀ ଗୋଟେ ରହିଯାଇଛି ଏମିତି ଗୋଟେ କାହାଣୀ ମୋତେ ବାରମ୍ବାର ସେଇଟା ମୋତେ ରିପିଟ୍ କରୁଛି ମୋ ମାଇଣ୍ଡକୁ। ତୁ ଲୋକଙ୍କୁ ଜଣା 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 କହ ଅଧିକାଂଶ ବହୁତ ଥରେ ବର୍ଷେ ତଳର ଏଇଟା ଘଟଣା ମୁଁ ଆଜି ତୁମକୁ କହୁଛି। ଠିକ୍ ଅଛି, ମୁଁ ଥରେ ପୁରୀ ଯାଉଥିଲି ଯେ ମୁଁ ରାତି 12ଟା ବେଳେ ସେ କେମିତି ଗଲି ସେ ବିଷୟରେ ଷ୍ଟୋରିଟା କାହାଣୀଟା ମୋତେ କହୁଛି। ଲୋକମାନଙ୍କୁ ଜଣା ଜଣା ତୁମେ ବୁଝିପାରୁଥିବ। ମୁଁ କହୁଛି, ବେଶୀ ବି ଲେଟ୍ କରିବିନି। ମୁଁ ଥରେ କଳିଙ୍ଗା ଘାଟି ବ୍ରେକ୍ଡାଉନ୍ ଯାଇଥିଲି ମୋ ମିସ୍ତ୍ରୀ ସାଙ୍ଗରେ, ଆଉ ସେଇଠୁ ଫେରୁଥିଲି। ତାପରେ ରାତି ସଡନ୍ 12ଟା ହେଇଛି, ଆଉ ମୋତେ ଫୋନ୍ ଆସିଲା। ମୋ କକାମାନେ ଫୋନ୍ କହିଲେ ପୁରୀ ଯିବା। ସେମାନେ ବାହାରିକି ଷ୍ଟେସନ୍ ପହଞ୍ଚିଯାଇଛନ୍ତି। ମୋତେ ସଡନ୍ଲି ଫୋନ୍ କଲେ, ଆଉ ସେମାନେ ଜାଣିଥିଲେ ବହୁତ ଟାଇମ୍ ପାଇଁ ସେମାନେ ଟିକେ ଥିଲେ। ଆଉ ଫୋନ୍ ତାପରେ କଲେ, ସେମାନେ ବହୁତ ବ୍ୟସ୍ତ କାମ ଦୁନିଆ ଇଏରେ ବ୍ୟସ୍ତ ହେଇକି ମୋତେ ରାତି 12ଟାରେ ସେମାନେ ଫୋନ୍ କହିଲେ ଆଉ ଯିବା ପୁରୀ, ତୁ ଆସିବୁ। ତାପରେ ମୁଁ କହିଲି ହଁ ମୁଁ ଯିବି। ମୋର ପୁରା ଆଶା ପୁରା ହେଇଗଲା। ହଁ ମୁଁ ନିହାତି ଯିବି। ଆଉ ଏଇ ତ ଏଇନା ବ୍ରେକ୍ଡାଉନ୍ ଏଠି ରାତି 11ଟା ହେଇଥିଲା। ଆମେ ଯାଇତେ 12ଟା ହେଇଯିବ, ପହଞ୍ଚିଯିବା। ଆଉ ତାପରେ କିଛି ଟାଇମ୍ ପରେ କମ୍ପାନୀରୁ ଫେର୍ ଫୋନ୍ ଆସିଲା। ମୁଁ ସେମିତି ଶୁଣିତେ ପାଇଲି ଆଉ ଗୋଟେ ଜାଗାରେ ଗାଡ଼ି ଅଛି, ଖରାପ ହେଇଛି, ସେଇଟାକୁ ବି ଦେଖିକି ଆସିବ। ସେଇଟା ହେଉଛି କଳିଙ୍ଗା ଘାଟରୁ ଆମେ ଆସୁଥିଲେ। ସେଇଟା ହେଉଛି ସେଇଟା କ'ଣ ହୁମା ଗୋଟେ ସେପଟେ ଗୋଟେ ଅଛି ଘାଟି। ସେ ଘାଟି ପାଖରେ ଗାଡ଼ି ଅଛି। ଏପଟୁ ଆସିକି ସେପଟେ ଆହୁରି ଯିବ, ତାପରେ ଆସିବ କମ୍ପାନୀ ପୁଣି। ତାପରେ ଆମେ କହିଲେ ଆମେ ନାହିଁ ମୁଁ ଭାବିଲି ତାହେଲେ ତ ଆଜି କ୍ୟାନସେଲ୍ ହେଇଯିବ ନା କି। ତାପରେ କି ହେଲା ମାଇଣ୍ଡ ହେଲା ସେଇଟା କ୍ୟାନସେଲ୍ ହେଇଗଲା ସେଇ ଗାଡ଼ିଟା। ମୁଁ ବି ଏଇନା ସେଇଟା ଏତେ ଭଲସେ ମନେ ପଡ଼ୁନି। ତାପରେ ହେଉଛି ଟ୍ରେନ୍ ଥିଲା ଆମର 12ଟା ବେଳେ ଟ୍ରେନ୍ ଥିଲା। ତାପରେ ଟ୍ରେନ୍ ବି ଏତିକି ଲେଟ୍ ହେଲା 1 ପାର ହେଇଗଲା ଟ୍ରେନ୍ ବି ଲେଟ୍ ହେଇଗଲା। ଏମିତି ହେଇଯାଇଛି। ତାପରେ ସେଇଟା ତ ଏଇଟା ସରିଲା। ତାପରେ ମୁଁ କମ୍ପାନୀ ପହଞ୍ଚିଗଲି। ତାପରେ ମୁଁ ପୁରା ରେଡ଼ି ରୁଡ଼ା ହେଇକି ବାହାରି ଯାଇଛି ଗେଟ୍ ବାହାରକୁ। ସିକ୍ୟୁରିଟି ଗାର୍ଡ଼ କହୁଛି ଏଇନା କିଛି ମିଳିବନି, ତୋତେ ଗାଡ଼ି ଫାଡ଼ି କିଛି ବି ମିଳିବନି, ଏଇନା କିଏ ଲିଫ୍ଟ ଦେବେନି। ମୁଁ ବି ଆଗରୁ ଭିଡ଼ିଓ ଦେଖୁଥିଲି, ଯଦି କିଏ ହାତ ମାରେ ସେଗୁଡ଼ାକୁ ଠିଆ ହୁଅନ୍ତିନି ଡ୍ରାଇଭର ମାନେ। ଆଉ ସେଇଟା ବି ଟିକେ ଉଠାଣିଆ ଘାଟିଟା ଆମର ଛତ୍ରପୁର କମ୍ପାନୀ ପାଖରେ। ସେଇଟା ଟିକେ ଉଠାଣିଆ, କେହି ବି ବଡ଼ ଗାଡ଼ି ଠିଆ ହେବେନି। ଫେର୍ ଲୋଡ଼୍ ଗାଡ଼ି ନା, ସେ ଗୁଡ଼କି ଯିବ ରାତି 12ଟା ବେଳେ। ପୁଣି ଫେର୍ କିଏ ତାକୁ ମାରାମାରି ଆଗରୁ ବହୁତ ଶୁଣିଥିବ କେସ୍, ଡ୍ରାଇଭର ମାନେ କୋର୍ଟ କେହି ମାରୁଥିବେ ଇଏ କରୁଥିବେ। ମୁଁ ସେଇଟା ହିଁ ଭାବିଦେଲି ଥରେ, କେହି ବି ଲିଫ୍ଟ ଦେଲେନି। ତାପରେ 10 ମିନିଟ୍ ହେଇଗଲା, 5 ମିନିଟ୍ ବି ନାହିଁ, ବେଶୀ ବି ଟାଇମ୍ ହେଇନି। ସେମିତି ବି ଲାଗେ ଟିକେ ଅଧିକ ଟାଇମ୍ ହେଇଗଲା, କେହି ଦେଉନାହାନ୍ତି। ଆଉ ସେ ବାକି ସିକ୍ୟୁରିଟି ଗାର୍ଡ଼ ଭାଇ କହୁଥିଲା ମିଳିବନି ଏଇନା ଲିଫ୍ଟ, ତୁ ପଡ଼ିଯା, କାଲି ଯିବୁ। ତାପରେ ମୋର ପୁରା ଆଶା ଥିଲା ମୁଁ ନିହାତି ଯିବି, ଯେମିତି ହେଲେ ଯିବି। ମୁଁ ସେମାନଙ୍କୁ ଡାକିମି, ବାଇକ୍ରେ ଆସିବେ, ଆଉ 30 କିଲୋମିଟର ପୁଣି ଆସିବେ, ପୁଣି ଯିବେ, ପୁଣି ତ ଟାଇମ୍ ହେଇଯିବ। ତାପରେ ମୁଁ ଭାବିଲି ତ ମୋତେ ଅଧା ବାଟ ନେଇତେ ଆସିବ। ମୁଁ କହୁଛି ହଉ, ମୁଁ ଗାଡ଼ି ଫାଡ଼ି ଲିଫ୍ଟ ମାଗି ଯାଉଛି ସେ ଛକ ଯାକ, ଗୋପାଳପୁର ଛକ ଯାକ ଯିବି। ତାପରେ ସେମାନେ ମୋତେ ନେଇତେ ଆସିବେ ସେଇଠୁ। ପୁଣି ସେମାନେ ବସଷ୍ଟାଣ୍ଡରେ ଅଛନ୍ତି, ରେଲୱେ ଷ୍ଟେସନରେ ଅଛନ୍ତି। ତାପରେ ମୁଁ ଲିଫ୍ଟ ମାଗିତେ ପଳେଇ ଆସିଲି। ତାପରେ ମୁଁ ଭାବିଲି ମିଳିବନି। ତାପରେ ହଠାତ୍ ଗୋଟେ ଫର୍ଚୁନର ଗାଡ଼ି ଆସିଲା, ଠିଆ ହେଇଗଲା। ସେଇଟା ଗୋଟେ ମୋର ଫାର୍ଷ୍ଟ ଟାଇମ୍ ଗୋଟେ କାହାଣୀ, ବହୁତ ବଡ଼ ଫର୍ଚୁନର ଗାଡ଼ି ଆସିକି ଠିଆ ହେଲା। ମୋତେ ଡାକିଲା, ମୁଁ ପଳେଇ ଯାଉଥିଲି। ତାପରେ ସେ ମୋତେ ଡାକିଲା, ଠିଆ ହେଇଗଲା। ମୁଁ ତାକୁ ଏତେ ହାତ ଦେଖିଥିଲି, ବହୁତ ଦୂରିଆରେ ଥିଲା, ଖାଲି ହାତ ଦେଖୁଥିଲି। ସିଏ ଖାଲି ଜାଣିଥିଲା, ଖାଲି ଦେଖିଥିଲା। ତାପରେ ସିଏ ଲିଫ୍ଟ ଦେଲା ମୋତେ। ତାପରେ ମୋତେ ପଚାରିଲା ତ ଘର କେଇଠି ଯାଉଛୁ, କିସ ନାହିଁ। ତାପରେ ପଚାରିଲା, ମୁଁ କହିଲି ସବୁ ମୋ ଘର ମୟୂରଭଞ୍ଜ, ଆଉ ମୁଁ ଯାଉଛି ଏଇ ପୁରୀ, ମୁଁ ଏଇଠି ଡ୍ୟୁଟି କରେ, ଏଇ କି କରିଥିଲି ସବୁ କିଛି କହିଲି ତାକୁ। ତାପରେ ଗଲେ, ବହୁତ ଭଲ ଲୋକଟା। ତାପରେ ସେମାନେ କହିଲେ ଟାଇମ୍ ହେଇଆସିଲା, ଫୋନ୍ କଲେ ମୋତେ, ଅଧା ବାଟ ହେଇଛି, କେଇଠି ପହଞ୍ଚିଛି, ଗୋପାଳପୁର ଜଙ୍କସନ୍ ପାଖରେ ପହଞ୍ଚିଛି। ଆମେ ଉଲ୍ଟା ଦେଇକି ଗଲେ, ଡାଇରେକ୍ଟ ହାଇ ଷ୍ଟେସନକୁ ଗଲେ, ଏଇଠାରେ ଆଉ ଗଲେନି, ଜଙ୍କସନ୍ ହେଇକି ଗଲେନି, ପୁରା ସିଧା ପାର ହେଇଗଲେ। ତାପରେ ସେଇଠି ପାଖାପାଖି ପହଞ୍ଚିଛି। ସେମାନେ ଫୋନ୍ କଲେ ଟ୍ରେନ୍ ଟାଇମ୍ ଅଛି ଆଉ 5 ମିନିଟ୍। ସେମାନେ ମୋତେ ଫୋନ୍ରେ କହୁଛନ୍ତି ଆଉ ଶୀଘ୍ର ଆଇ, ବହୁତ ଟ୍ରେନ୍ ପହଞ୍ଚି ଆସିଲା, ଟ୍ରେନ୍ ଟାଇମ୍ 5 ମିନିଟ୍ ଅଛି। ସେମାନେ ମୋତେ ମିଛଟା କହୁଛନ୍ତି। ମୁଁ ବି ଆଉ ଟ୍ରେନ୍ର ଦେଖିନି, ପଚାରିନି, ମୋତେ ଏମିତି କହିଲେ। ତାପରେ ମୁଁ ସେ ଡ୍ରାଇଭରକୁ କିଛି କହିନି। ସେ ଡ୍ରାଇଭର ଶୁଣି ପକେଇଛି। ସିଏ ଆହୁରି ସ୍ପିଡ଼ରେ ନେଇକି ଗଲା। ସିଏ ପୁଣି ସେ ଷ୍ଟେସନରେ ମୋତେ ନେଇକି ଛାଡ଼ିଲା। ପୁଣି କହିଲା ମୋ ଷ୍ଟେସନ୍ ଭଡ଼ା ଅଛି, ଆଉ ମୁଁ ଷ୍ଟେସନ୍ ତୋତେ ନେଇକି ଛାଡ଼ିଦେବି। ତାପରେ ଷ୍ଟେସନରେ ନେଇକି ଛାଡ଼ିଲା ମୋତେ। ସେଇଟା ମୋର ଗୋଟେ ବହୁତ ବଡ଼ କାହାଣୀ। ମୁଁ ଜାଣି ତାକୁ
ମୁଁ ତାକୁ ଥ୍ୟାଙ୍କ ୟୁ କହିଲି ନା ମୁଣ୍ଡିଆ ମାରିଲି ଏଇଟା ହିଁ ମୋର ମନେ ପଡ଼ୁନି। ଯେଉଁଠା ହେଲୁ ଗୋଟେ କହିଛି ଆଉ ମନେ ପଡ଼ୁନି। ସିଏ ହିଁ ମାନେ ଭଗବାନ ରୂପରେ ଆସିଥିଲେ ମୋ ପାଖକୁ। ଆଉ ଯେ ତୁମର ଯଦି ଆଶା ଥିବ ନା ପୁରୀ ଯିବାର, ତୁମର ଯେମିତି ନା ଯେମିତି ପୂରଣ ହେବ। ମାନେ ଏମିତି ଥରେ ସମୟରେ ମୁଁ ଯାଇଛି, ତୁମକୁ ଯଦି ସେ କାହାଣୀଟା କହିବି ତୁମେ ଭାବିବ ଏଇଟା ସବୁ ମିଛ କହୁଛି। ମାନେ ଥରେ ଆମେ ଆଉ ଗୋଟେ କଥା କହୁଛି, ମାନେ ବହୁତ 5 ମିନିଟ୍ ହେଇଗଲା। ତୁମକୁ ଆଉ ଗୋଟେ ଷ୍ଟୋରି ମୁଁ ଆଉ ଥରେ ମାନେ କହିବି। ଠିକ୍ ଅଛି, ବାଏ, ଜୟ ଜଗନ୍ନାଥ।